ସମସ୍ତଙ୍କୁ ନମସ୍କାର। ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ବର୍ତ୍ତମାନ ମୁଁ ଆପଣମାନଙ୍କ ସମ୍ମୁଖରେ ନିଜର ଅଭିମତ ଦେବା ନିମନ୍ତେ ଉପସ୍ଥିତ ହୋଇଅଛି। ଆପଣମାନେ ଦେଖୁଥିବେ ଯେତେ ସବୁ ବର୍ତ୍ତମାନ ଆମର ଶିକ୍ଷା ବ୍ୟବସ୍ଥା ବର୍ତ୍ତମାନ ଚାଲୁ ରହିଛି, ସେ ଶିକ୍ଷା ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟଟା କ'ଣ ଆପଣମାନେ ନିଜେ ପ୍ରାକ୍ଟିକାଲି ଫିଲ୍ କରନ୍ତୁ। ମୁଁ ଯାହା ଫିଲ୍ କରୁଛି, ମନି ମେକିଂ ଆଣ୍ଡ ବ୍ରେଡ୍ ୱିନିଂ ଏଜୁକେସନ୍ ବର୍ତ୍ତମାନ ସାମ୍ପ୍ରତିକ ପରିସ୍ଥିତିରେ ସମସ୍ତ ଶିକ୍ଷାନୁଷ୍ଠାନରେ ଚାଲୁ ରହିଛି। କିନ୍ତୁ ପ୍ରକୃତରେ କ'ଣ ଶିକ୍ଷାର ଉଦ୍ଦେଶ୍ୟ ସେୟା? ନା, ଶିକ୍ଷାର ମୂଳ ଉଦ୍ଦେଶ୍ୟ ହେଉଛି ଆମ୍ଭମାନଙ୍କ ମଧ୍ୟରେ ଅନ୍ତର୍ନିହିତ ପୂର୍ଣ୍ଣତାର ପରିପ୍ରକାଶ। ଏଜୁକେସନ୍ ଇଜ୍ ଦ ମ୍ୟାନିଫେଷ୍ଟେସନ୍ ଅଫ୍ ପରଫେକ୍ସନ୍ ଅଲରେଡି ଇନ୍ ଏ ମ୍ୟାନ୍। ତେଣୁ ସେଥିପ୍ରତି ସେ ପରଫେକ୍ସନ୍ର ମିଡ଼ିୟମ୍, ପ୍ରାଇମେରୀ ମିଡ଼ିୟମ୍ଟା କ'ଣ? ଯେଉଁ ପରଫେକ୍ସନ୍ ସମସ୍ତ ମନୁଷ୍ୟ ମଧ୍ୟରେ ଅନ୍ତର୍ନିହିତ, ତା'ର ପ୍ରାଇମେରୀ ମିଡ଼ିୟମ୍ ହେଉଛି ଶିକ୍ଷାର ବେସ୍, ମୂଳ ଭିତ୍ତି ହେଉଛି ଯେଉଁ ଛାତ୍ର କିମ୍ବା ପିଲା ମଧ୍ୟରେ ଅନ୍ତର୍ନିହିତ ଏକ ଦିବ୍ୟ ଚରିତ୍ରର ସଂଗଠିତ ପରିପ୍ରକାଶ। ତେଣୁ ସ୍ୱାମୀ ବିବେକାନନ୍ଦଙ୍କର ଗୋଟେ ମହାନ ବାଣୀ ମୋ ଠାରେ ଉଲ୍ଲେଖ କରିବା ପାଇଁ ଚାହେଁ। ଆମେ ସେଇ ଶିକ୍ଷା ଚାହୁଁ ଯାହାଦ୍ୱାରା ଚରିତ୍ର ଗଠନ ହୋଇପାରିବ, ବୁଦ୍ଧି ସମ୍ପ୍ରସାରିତ ହୋଇପାରିବ ଏବଂ ଯାହାଦ୍ୱାରା ଜଣେ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିବ। ସାମ୍ପ୍ରତିକ ପରିସ୍ଥିତିରେ ଅଭିଭାବକମାନଙ୍କର ଅବସ୍ଥା ମୁଁ ଆପଣଙ୍କୁ କହିବାକୁ ଚାହେଁ। ଅଭିଭାବକମାନେ ମଧ୍ୟ ନିଜ ପିଲାକୁ ଗୋଟେ ଚରିତ୍ରବାନ ମନୁଷ୍ୟ ହେବା ନିମନ୍ତେ ଉଦ୍ବୁଦ୍ଧ କରିବା ଏକାନ୍ତ ଅପରିହାର୍ଯ୍ୟ, ଯାହାକି ଭବିଷ୍ୟତରେ ତାଙ୍କ ନିମନ୍ତେ ଏକାନ୍ତ ଶୁଭଦାୟକ ଓ ମଙ୍ଗଳମୟ ମଧ୍ୟ। ତେଣୁ ପିଲାକୁ ଯେଉଁ ପରସେଣ୍ଟେଜ୍, ତ 95%, 96%, 97%, 98%, ଏ ପରସେଣ୍ଟେଜ୍ର ଯେଉଁ ଭୂତ ତା ଉପରେ ସବାର କରାଉଛନ୍ତି ଆପଣ କିମ୍ବା ତା ଦ୍ୱାରା ହିପ୍ନୋଟାଇଜ୍ କରୁଛନ୍ତି, ତା ବଦଳରେ ତାଙ୍କୁ ଶିକ୍ଷା ଦେବା ଦରକାର ଯେ ଯେଉଁ ପାଠ ଆମେ ପଢ଼ୁଛୁ, ଯେଉଁ ଶିକ୍ଷା ଆମେ ଗ୍ରହଣ କରୁଛୁ, ତା'ର ମୂଳ ଉଦ୍ଦେଶ୍ୟ 95% ଆଣିବା ନୁହଁ। ମୂଳ ଉଦ୍ଦେଶ୍ୟ ହେଉଛି ନିଜ ଭିତରେ ଗୋଟେ ଚରିତ୍ରବାନ ମନୁଷ୍ୟର ବିକାଶ କରିବା। ଯଦି ସରଳ ଭାଷାରେ କହିଲେ ଗୋଟେ ଭଲ ମଣିଷ କେମିତି ହେବା, ଦ୍ୟାଟ୍ ଇଜ୍ ମୋଷ୍ଟ ଇମ୍ପୋର୍ଟାଣ୍ଟ। ଏବଂ ଏଜୁକେସନ୍ ଇଜ୍ ଫର୍ ନଲେଜ୍। ନଲେଜ୍, what type of knowledge we should attain? We should attain the knowledge for the character building, ଚରିତ୍ର ଗଠନ। ତେଣୁ ଏଥିପ୍ରତି ସମସ୍ତ ଅଭିଭାବକମାନଙ୍କୁ ମୋର ସବିନୟ ଅନୁରୋଧ, ସେମାନେ ନିଜ ସନ୍ତାନମାନଙ୍କୁ ଭବିଷ୍ୟତରେ ଗୋଟେ ଚରିତ୍ରବାନ ମଣିଷ ହେବା ନିମନ୍ତେ ପ୍ରଥମେ ଉଦ୍ବୁଦ୍ଧ କରନ୍ତୁ। ଏବଂ ପାଠ ପଢ଼ିବାର ମୂଳ ଉଦ୍ଦେଶ୍ୟ ଜ୍ଞାନ ଅର୍ଜନ, ଜ୍ଞାନର ମୂଳ ଉଦ୍ଦେଶ୍ୟ ଚରିତ୍ର ଗଠନ। ଯଦି ଚରିତ୍ର ସୁସଂଗଠିତ ହୋଇଥାଏ, ତାହେଲେ ଆପଣଙ୍କ ସନ୍ତାନ, ପିଲାମାନେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ସର୍ବୋଚ୍ଚ ଶିଖରରେ ପହଞ୍ଚି ପାରିବେ। ଧନ୍ୟବାଦ।